ଯେବେ ସମୟ ଓ ସମ୍ପର୍କ ମିଶି ମଣିଷକୁ ଧୋକା ଦିଅନ୍ତି, ମଣିଷ କେବଳ ବାହାରୁ ନୁହଁ ଭିତରୁ ବି ଭାଙ୍ଗିଯାଏ। ଆଜିର ଦୁନିଆରେ ତୁମେ ଯାହାକୁ ଯେତିକି ଭଲ ପାଇବା ଦେବ, ସେ ତୁମକୁ ଠିକ୍ ସେତିକି ଗୋଇଠା ମାରିବା ଓ ଲାଭ ଖାଇବ। ଜୀବନରେ ଏକୁଟିଆ ହୋଇ ବଞ୍ଚିବା ଶିଖିଯାଅ। ସବୁବେଳେ ଯେ ତୁମ ସାଥିରେ କେହି ଥିବେ ଏହାର କିଛି ମାନେ ନାହିଁ। ଯେଉଁ କଷ୍ଟ ତୁମେ ନିଜେ ସହ୍ୟ କରିପାର ନାହିଁ, ସେହି କଷ୍ଟ ତୁମେ ଅନ୍ୟ କାହାକୁ ଦିଅ ନାହିଁ। ଯଦି ଆପଣଙ୍କୁ କେହି ତା ନିଜଠାରୁ ଦୂରେଇବାକୁ ଚାହୁଁଛି, ସେ ଆପଣଙ୍କୁ ଦୂରେଇବା ପୂର୍ବରୁ ଆପଣ ନିଜେ ତା ଜୀବନରୁ ଚାଲିଯାଆନ୍ତୁ। କାହିଁକି ନା ଆନ୍ତରିକତା ହୀନ ସମ୍ପର୍କ ସର୍ବଦା ଯନ୍ତ୍ରଣାଦାୟକ। ଏ ଦୁନିଆରେ କେହି କାହାର ଶତ୍ରୁ ନୁହନ୍ତି। ନିଜ ଭିତରେ ଥିବା ଗର୍ବ ଅହଙ୍କାର ହିଁ ସବୁଠାରୁ ବଡ଼ ଶତ୍ରୁ। ପ୍ରଥମେ ତାକୁ ମାରିଦିଅ, ସବୁ ଠିକ୍ ହୋଇଯିବ। ପ୍ରାର୍ଥନା ଶବ୍ଦରେ ନୁହେଁ, ହୃଦୟରୁ କରିବା ଉଚିତ। କାହିଁକି ନା ଭଗବାନ ସେହି ଲୋକମାନଙ୍କ କଥା ମଧ୍ୟ ଶୁଣିଥାନ୍ତି ଯେଉଁ ଲୋକ ଜନ୍ମରୁ କଥା କହିପାରିନଥାଏ। ଖରାପ ସମୟ ଚାଲୁଥିଲେ ଏଭଳି ଲୋକମାନେ ମଧ୍ୟ ଏଭଳି ଆମକୁ ଉପଦେଶ ଦେଇଥାନ୍ତି, ଯେଉଁମାନେ କି ନିଜେ କୌଣସି ପାଇଁ ସକ୍ଷମ ନଥାନ୍ତି। ମନୁଷ୍ୟ ଜୀବନ କେଉଁ ମୁହୂର୍ତ୍ତରେ କ'ଣ ହେବ ତାହା କହି ହୁଏନି, କିନ୍ତୁ ଏତିକି ଜାଣିଛି, ଭଲ କାମ କରୁଥିବା ଲୋକଙ୍କୁ ଭଗବାନ କେବେ ବି ଅନ୍ୟାୟ କରିବେ ନାହିଁ।